ଅଜଣା ନମ୍ବରରେ ଗୋଟେ ଫୋନ୍ ଆସିଥିଲା। ମୋତେ କହିଲା ଯେ ବ୍ୟାଙ୍କରୁ ମୁଁ କହୁଛି ତୁମର ଆକାଉଣ୍ଟରେ କ୍ରେଡିଟ୍ କାର୍ଡ଼ରେ ଥିଲା 57,000, ତୁମର 1,03,000 କରିଦେବି ବୋଲିକି ତୁମର କ୍ରେଡିଟ୍ କାର୍ଡ଼ ନମ୍ବର ତାଙ୍କେ କହିଲେ ଅମୁକ ଅମୁକ ନମ୍ବର। ମୁଁ କହିଲି ହଁ, ବାସ୍ ଏତିକି କହିଲି। ତାଙ୍କେ 1,03,000 କରିଦେବି ବୋଲି କହିଥିଲେ। ବାସ୍ ଏତିକି ଆଗ ମୋତେ କହିଥିଲେ। ତାପରେ ଦେଖୁଛି 5 ଦିନ ପରେ ଦେଖୁଛି ମୋର ଆକାଉଣ୍ଟରୁ ନିଲ୍ ହେଇଗଲା, 1,03,000 ଗାୟବ ହେଇଯାଇଛି। ତାପରେ କ'ଣ କଲେ ତମେ? ଥାନାରେ ଯାଇଥିଲି, ଏଫଆଇଆର ଦେଲି, ବ୍ୟାଙ୍କକୁ ଯାଇଥିଲି, ସାଇବର କ୍ରାଇମରେ କେସ୍ କରାଯାଇଛି। ଥାନାରେ କହୁଛନ୍ତି ଇନଭେଷ୍ଟିଗେସନ୍ ଚାଲୁଛି, ଦେଖୁଛି ପରେ କହିଲେ। ଯେଉଁ ନମ୍ବରରେ ଫୋନ୍ ଆସିଥିଲା ମୁଁ ବର୍ତ୍ତମାନ ଲଗାଇଲେ ସେ ନମ୍ବର ସୁଇଚ୍ ଅଫ୍ ଦେଖାଉଛି। ଗତ ମାସରୁ 18 ତାରିଖରୁ 24 ତାରିଖ ଭିତରେ ଫୋନ୍ ଆସିଥିଲା ମୋତେ। ସେ ଟାଇମ୍ରେ ମୋତେ ଫୋନ୍ କରିଥିଲା, ତାପରଠୁ ସୁଇଚ୍ ଅଫ୍ ତାଙ୍କର। ଥରେ ଏକା ଫୋନ୍ ଆସିଥିଲା ତାଙ୍କର। ଥାନାବାଲା କ'ଣ କହୁଛନ୍ତି? ଇନଭେଷ୍ଟିଗେସନ୍ ଚାଲିଛି ବୋଲି କହିଲେ। ଥାନାବାଲା କହୁଛନ୍ତି ଯେ ଆମେ କେସ୍ ଦେଇଛୁ, କେସ୍ ଇନଭେଷ୍ଟିଗେସନ୍ ଚାଲିଛି, ତାପରେ ଦେଖୁଛି କ'ଣ ହେଉଛି।